ନମସ୍କାର। କେବେ ଭାବିଛନ୍ତି ଆମ ଚାରିପାଖରେ ଏତେ ପ୍ରକାରର ଗଛଲତା ପଶୁପକ୍ଷୀ ଏସବୁ କେଉଁଠୁ ଆସିଲେ? ଚାଲନ୍ତୁ ଆଜି ଆମେ ନବମ ଶ୍ରେଣୀ ଜୀବବିଜ୍ଞାନର ପ୍ରଥମ ଅଧ୍ୟାୟ ଜୈବ ବିବିଧତା ବିଷୟରେ ଜାଣିବା ଆଉ ଏହି ରହସ୍ୟମୟ ଦୁନିଆ ଭିତରକୁ ଟିକେ ପଶିବା। ଜାଣନ୍ତି, ବିଜ୍ଞାନ କ'ଣ ଖାଲି ତଥ୍ୟ ଆଉ ସୂତ୍ର? ନା, ଏଟା ପ୍ରକୃତିର ସୁନ୍ଦରତାକୁ ଅନୁଭବ କରିବାର ବି ଗୋଟେ ବାଟ। ଏହି କଥା ପଦକ ଆମକୁ ମନେ ପକାଇ ଦେଉଛି ଯେ ଆମେ ଯେଉଁ ଜୈବ ବିବିଧତା ବିଷୟରେ ପଢ଼ିବାକୁ ଯାଉଛେ ସେଇଟା ଆମ ଚାରିପାଖର ଜୀବନ୍ତ ଦୁନିଆ ଛଡ଼ା ଆଉ କିଛି ନୁହେଁ। ଠିକ୍ ଅଛି, ତେବେ ଆମେ ଆଜି କ'ଣ ସବୁ ଦେଖିବା? ପ୍ରଥମେ ବୁଝିବା ଜୈବ ବିବିଧତା କ'ଣ, ଏହା କେତେ ବିଶାଳ, ଏହାକୁ ବୈଜ୍ଞାନିକ ଢଙ୍ଗରେ ସଜାଇବାର କ'ଣ ଦରକାର, ପଞ୍ଚଜଗତ ପ୍ରଣାଳୀ ବିଷୟରେ ଜାଣିବା ଆଉ ସବୁଠୁ ବଡ଼ କଥା, ଏଟା ଆମ ପାଇଁ ଏତେ ଜରୁରୀ କାହିଁକି? ତେବେ ଚାଲନ୍ତୁ ଆରମ୍ଭରୁ ଆରମ୍ଭ କରିବା ଆଉ ବୁଝିବା ଯେ ପୃଥିବୀର ଏହି ଅନନ୍ୟ ଜୀବଜଗତ ପ୍ରକୃତିରେ କ'ଣ। ତେବେ ଏହି ଜୈବ ବିବିଧତା କହିଲେ ଆମେ ପ୍ରକୃତିରେ କ'ଣ ବୁଝିବା? ଦେଖନ୍ତୁ, ଏଇଟା ଖାଲି କେତେ ପ୍ରକାରର ଜୀବ ଅଛନ୍ତି ତାର ଏକ ଲମ୍ବା ଲିଷ୍ଟ ନୁହେଁ। ଗୋଟେ ଜଙ୍ଗଲ କଥା ଭାବନ୍ତୁ। ସେଠି ବାଘ, ହରିଣ, ଗଛ, ପୋକ, ଏପରିକି ମାଟିରେ ଥିବା ଛୋଟ ଛୋଟ ଅଣୁଜୀବ ବି ଅଛନ୍ତି। ଏଇ ଯେଉଁ ସମସ୍ତେ ମିଶିକି ରହିବାର ବ୍ୟବସ୍ଥା, ଯାହା ଏକ ସନ୍ତୁଳିତ ପରିବେଶ ତିଆରି କରେ, ଏହାକୁ ହିଁ କୁହାଯାଏ ଜୈବ ବିବିଧତା। ହଉ, ତେବେ ଏ ବିବିଧତା କେତେ ବଡ଼ ଟିକେ କଳ୍ପନା କରିବା ଚାଲନ୍ତୁ। କଳ୍ପନା କରନ୍ତୁ ଟିକେ, ଆମ ପୃଥିବୀରେ 15 ଲକ୍ଷରୁ ବି ବେଶୀ ପ୍ରକାରର ଜୀବ ଅଛନ୍ତି। ଆଉ ମଜାର କଥା କ'ଣ ଜାଣନ୍ତି? ଏଇଟା ତ ଖାଲି ଆମେ ଯେତିକି ଜାଣିଛେ ସେତିକି, ଏମିତି ଆହୁରି କେତେ ଯେ ଲୁଚି ରହିଛନ୍ତି ତାର ହିସାବ ନାହିଁ। ଆଉ ଏ ବିବିଧତା କେତେ ଆଶ୍ଚର୍ଯ୍ୟଜନକ। ଦେଖନ୍ତୁ, ଗୋଟେ ପଟେ ଅଛନ୍ତି ବ୍ୟାକ୍ଟେରିଆ, ଯାହାକୁ ଆମେ ଖାଲି ଆଖିରେ ଦେଖି ବି ପାରିବାନି, ଆଉ ଅନ୍ୟପଟେ ସେଇ 30 ମିଟର ଲମ୍ବର ବିଶାଳ ନୀଳତିମି। ସେମିତି କିଛି ଜୀବ ମାତ୍ର କେଇଟା ଦିନ ବଞ୍ଚନ୍ତି, ଆଉ କିଛି ଯେମିତି କଇଁଛ 200 ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହନ୍ତି। କେତେ ବଡ଼ ଫରକ, ନୁହେଁ? ହେଲେ ଏତେ ଲକ୍ଷ ଲକ୍ଷ ଜୀବଙ୍କୁ ଆମେ ମନେ ରଖିବା କେମିତି? ସେମାନଙ୍କ ବିଷୟରେ ପଢ଼ିବା କେମିତି? ଏଇଠି ହିଁ ଦରକାର ପଡ଼େ ଶ୍ରେଣୀ ବିଭାଗ ବା କ୍ଲାସିଫିକେସନ୍। ହଁ, ଏହି ଯେଉଁ ଏତେ ବଡ଼ ସମସ୍ୟା, ତାର ସମାଧାନ ପାଇଁ ହିଁ ବୈଜ୍ଞାନିକମାନେ ଗୋଟେ ସିଷ୍ଟମ ବାହାର କଲେ, ଗୋଟେ ସୁନ୍ଦର ସଜଡ଼ା ପ୍ରଣାଳୀ, ଯାହାକୁ ଆମେ ଟ୍ୟାକ୍ସୋନମି ବୋଲି କହୁଛେ। ତେବେ ଟ୍ୟାକ୍ସୋନମି ହେଉଛି ସେହି ବିଜ୍ଞାନ ଯାହା ଆମକୁ ଶିଖାଏ କେମିତି ଜୀବମାନଙ୍କୁ ସେମାନଙ୍କର ଗୁଣ, ମାନେ ସେମାନଙ୍କ ଭିତରେ କ'ଣ ସମାନତା ଅଛି ଆଉ କ'ଣ ଫରକ ଅଛି, ସେହି ଆଧାରରେ ଚିହ୍ନଟ କରିବା, ନାଁ ଦେବା ଆଉ ଅଲଗା ଅଲଗା ଗ୍ରୁପରେ ସଜେଇ ରଖିବା। ଆଉ ଏହି କାମର ମୂଳଦ୍ୱାର ପକାଇଥିଲେ କେରଲସ୍ ଲିନିୟସ୍। ସେଥିପାଇଁ ତାଙ୍କୁ ଆଧୁନିକ ଟ୍ୟାକ୍ସୋନମିର ଜନକ ବୋଲି କୁହାଯାଏ। ତାଙ୍କର ସେହି ପ୍ରସିଦ୍ଧ ବହି ସିଷ୍ଟେମା ନେଚୁରେରେ ସେ ଏହି ପ୍ରଣାଳୀ ବିଷୟରେ ସବୁ କିଛି ଲେଖିଥିଲେ। ଜେନିୟସ୍ ଗୋଟେ ବହୁତ ବଢ଼ିଆ ଆଇଡିଆ ଦେଲେ, ଯାହାର ନାଁ ହେଲା ଦ୍ୱିପଦ ନାମକରଣ। ମାନେ ପ୍ରତ୍ୟେକ ଜୀବର ଗୋଟେ ଦୁଇପଦିଆ ବୈଜ୍ଞାନିକ ନାଁ ରହିବ। ପ୍ରଥମ ପଦଟା ହେଲା ତାର ପ୍ରଜାତି ବା ଜେନସ୍, ଆଉ ଦ୍ୱିତୀୟଟା ହେଲା ଜାତି ବା ସ୍ପିସିଜ୍। ଯେମିତିକି ଆମ ମଣିଷଙ୍କ କଥା ଧରନ୍ତୁ, ଆମର ବୈଜ୍ଞାନିକ ନାଁ ହେଉଛି ହୋମୋ ସାପିଏନ୍ସ। ଏଇ ଯେଉଁ ବର୍ଗୀକରଣ, ଏଇଟା ଗୋଟେ ସିଡି ଭଳି କାମ କରେ। ସବୁଠୁ ଉପରେ, ମାନେ ସବୁଠାରୁ ବଡ଼ ଗ୍ରୁପ ହେଲା ଜଗତ ବା କିଙ୍ଗଡମ୍। ତାପରେ ଧୀରେ ଧୀରେ ତଳକୁ ତଳକୁ ଆସିଲେ ଅଧିକ ନିର୍ଦ୍ଦିଷ୍ଟ ଗ୍ରୁପ ମିଳିବ, ଯେମିତିକି ପର୍ବ, ଶ୍ରେଣୀ, ବର୍ଗ, ଏମିତି ଆସି ଆସି ଶେଷରେ ସବୁଠୁ ଛୋଟ ୟୁନିଟ୍ ଜାତି ବା ସ୍ପିସିଜ୍ରେ ପହଞ୍ଚିବା। ଆଗରୁ ଜାଣନ୍ତି, ବୈଜ୍ଞାନିକମାନେ ଭାବୁଥିଲେ ଦୁନିଆରେ ଖାଲି ଦୁଇ ପ୍ରକାରର ଜୀବ ଅଛନ୍ତି, ଗଛ ଆଉ ଜୀବଜନ୍ତୁ। କିନ୍ତୁ ପରେ ଜଣାପଡ଼ିଲା, ଆରେ ନା, କଥାଟା ଏତେ ସହଜ ନୁହେଁ, ଆହୁରି ବହୁତ କିଛି ଅଛି। ଆଉ ସେଇଠୁ ଆସିଲା ପଞ୍ଚଜଗତ ବର୍ଗୀକରଣର କନସେପ୍ଟ। 1959 ମସିହାରେ ବୈଜ୍ଞାନିକ ରବର୍ଟ ହୁଇଟେକର ଏକ ନୂଆ ମଡେଲ ଦେଲେ। ସେ କହିଲେ, ଆମେ ଜୀବମାନଙ୍କୁ ତାଙ୍କ କୋଷର ଗଠନ ଆଉ ସେମାନେ କେମିତି ଖାଦ୍ୟ ତିଆରି କରନ୍ତି ବା ଖାଆନ୍ତି, ସେହି ହିସାବରେ 5ଟା ବଡ଼ ବଡ଼ ଜଗତରେ ବାଣ୍ଟିପାରିବା। ତେବେ ଏହି ବର୍ଗୀକରଣର ମୂଳ କଥାଟା ହେଲା କୋଷର ପ୍ରକାର। ଦେଖନ୍ତୁ, କିଛି ଜୀବଙ୍କର କୋଷ ବହୁତ ସରଳ ଥାଏ, ଯେଉଁଥିରେ ଗୋଟେ ସୁଗଠିତ ନ୍ୟଷ୍ଟି ବା ନ୍ୟୁକ୍ଲିୟସ୍ ନଥାଏ। ଏମାନଙ୍କୁ କୁହାଯାଏ ପ୍ରାକ୍ ନ୍ୟଷ୍ଟିୟ ବା ପ୍ରୋକାରିଓଟ୍, ଯେମିତି ବ୍ୟାକ୍ଟେରିଆ। ଆଉ ବାକି ସମସ୍ତଙ୍କର କୋଷ ଟିକେ ଜଟିଳ, ସେଥିରେ ଗୋଟେ ଭଲ ନ୍ୟଷ୍ଟି ଥାଏ। ଏମାନେ ହେଲେ ସୁନ୍ୟଷ୍ଟିୟ ବା ୟୁକାରିଓଟ୍। ଆଉ ଏଇ ଆଧାରରେ ଆମକୁ ମିଳିଲା 5ଟି ଜଗତ। ମୋନେରା, ଯେଉଁଥିରେ ସବୁ ବ୍ୟାକ୍ଟେରିଆ ଆସିଲେ, ପ୍ରୋଟିଷ୍ଟା, ଯେମିତିକି ଅମିବା, ଫଞ୍ଜାଏ, ମାନେ ଛତୁ ଜାତୀୟ ଜୀବ, ପ୍ଲାଣ୍ଟି, ଯେଉଁଥିରେ ସବୁ ଗଛଲତା ଅଛନ୍ତି, ଆଉ ଶେଷରେ ଆନିମାଲିଆ, ଯେଉଁଥିରେ ଆମେ ସବୁ ପ୍ରାଣୀମାନେ ଅଛୁ। ଠିକ୍ ଅଛି, ଏତେ ସବୁ ତ ଆମେ ଜାଣିଲେ, କିନ୍ତୁ ମୂଳ କଥା ହେଲା, ଏସବୁ ଆମ ପାଇଁ କାହିଁକି ଜରୁରୀ? ଏ ଜୈବ ବିବିଧତା ଆମର କି କାମରେ ଆସେ? ଜାଣିଲେ ଆଶ୍ଚର୍ଯ୍ୟ ହେବେ, ଏ ଜୈବ ବିବିଧତା କେବଳ ବହିର କଥା ନୁହେଁ, ଏହା ଆମ ପୃଥିବୀର ସବୁଠୁ ବଡ଼ ସମ୍ପଦ। ଆଉ ଆମ ଦେଶ ଭାରତ
ସାରା ଦୁନିଆର 12ଟି ମୁଖ୍ୟ ଜୈବ ବିବିଧତା କେନ୍ଦ୍ର ଭିତରୁ ଗୋଟିଏ। ଏହା ଆମ ପାଇଁ ଗର୍ବର କଥା। ଟିକେ ସଂଖ୍ୟା ଉପରେ ନଜର ପକାନ୍ତୁ। ଆମ ଦେଶରେ ପାଖାପାଖି 47,000 ପ୍ରକାରର ଗଛଲତା ଆଉ ପ୍ରାୟ 89,000 ପ୍ରକାରର ଜୀବଜନ୍ତୁ ଅଛନ୍ତି। ଏଇଟା ଗୋଟେ ଜୀବନ୍ତ ସଂଗ୍ରହାଳୟଠୁ କମ୍ ନୁହେଁ। ଆଉ ମନେ ରଖିବା ଦରକାର, ଏତେ ପ୍ରକାରର ଜୀବ ଖାଲି ଦେଖିବାକୁ ସୁନ୍ଦର ଲାଗନ୍ତିନି। ପ୍ରକୃତିରେ ସବୁ ଜିନିଷର ସନ୍ତୁଳନ ବଜାୟ ରଖିବା ପାଇଁ ପ୍ରତ୍ୟେକ ଜୀବର, ସେ ଛୋଟ ହେଉ ବା ବଡ଼, ଗୋଟେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଅଛି। ଆମେ ଯାହା ଖାଉଛେ, ଯେଉଁ ଔଷଧ ବ୍ୟବହାର କରୁଛେ, ଏପରିକି ଆମେ ଯେଉଁ ପବନରେ ନିଶ୍ୱାସ ନେଉଛେ, ସେ ସବୁକିଛି ଏଇ ବିବିଧତା ଉପରେ ହିଁ ନିର୍ଭର କରେ। ଆଉ ଯେତେବେଳେ ଏହି ସନ୍ତୁଳନଟା ବିଗିଡ଼ିଯାଏ, ତାର ପରିଣାମ ବହୁତ ଭୟଙ୍କର ହୁଏ। ଆମ ସମସ୍ତଙ୍କର ମନେଥିବ 1969 ମସିହାର ମହାବାତ୍ୟା କଥା। ସେଇଟା ଆମକୁ ଶିଖାଇ ଦେଇଗଲା ଯେ ପ୍ରକୃତି ସହ ଖେଳିବାର ପରିଣାମ କେତେ ଭୟାବହ ହୋଇପାରେ। ତେବେ ଶେଷରେ ଟିକେ ଚିନ୍ତା କରିବା। ଗୋଟେ ଛୋଟ ବ୍ୟାକ୍ଟେରିଆଠୁ ଆରମ୍ଭ କରି ବିଶାଳ ବରଗଛ ପର୍ଯ୍ୟନ୍ତ ଏ ଜୀବନର ଜାଲ କେତେ ବଡ଼? କେବେ ଭାବିଛନ୍ତି, ଆମ ଘର ପାଖ ବଗିଚାର ମୁଠାଏ ମାଟି ଭିତରେ କେତେ ଯେ ଅଜଣା ଜୀବଙ୍କର ଗୋଟେ ପୂରା ଦୁନିଆ ଲୁଚି ରହିଥିବ? ଆମ ଚାରିପାଖରେ ଥିବା ଏ ଲୁକାୟିତ ଜୀବଜଗତକୁ ଖୋଜିବା ଓ ବୁଝିବା, ସେଇଟା ହିଁ ପ୍ରକୃତ ଆବିଷ୍କାର।